ଏକ ଜଙ୍ଗଲରେ ଅନେକ ବାଲୁକା ଗଛ ଥିଲା। ସେମାନଙ୍କ ମଧ୍ୟରେ ଏକ ଗଛ ଉପରେ ସାପ ରହୁଥିଲା। ସାପ ଚନ୍ଦନ ଗଛର ବାସକୁ ଭଲ ପାଉଥିଲା। ଦିନେ ସାପଟି ଏକ ଗଛରେ ଲାଗି ରହି ଶୋଇଥିଲା। ସେହି ଗଛ ଉପର ଡାଳରେ ଗୋଟିଏ ପକ୍ଷୀ ନିଜ ବସା ତିଆରି କରିଥିଲା। ପକ୍ଷୀର ଦୁଇଟି ଛୋଟ ପିଲା ଥିଲେ। ପକ୍ଷୀ ନିଜ ପିଲାମାନଙ୍କୁ ଖାଇବାକୁ ଦେଉଥିଲା। ତାପରେ ସାପଟି ପିଲାମାନଙ୍କ ଚିତ୍କାରର ଶବ୍ଦ ଯୋଗୁଁ ଆଖି ଖୋଲିଲା। ସେ ପକ୍ଷୀକୁ କହିଲା, ଆରେ ଏହି ପିଲାମାନଙ୍କୁ ପାଟି ବନ୍ଦ କର। ସେମାନେ ତୁମକୁ ଶାନ୍ତିରେ ଶୋଇବାକୁ ମଧ୍ୟ ଦେଉନାହାନ୍ତି। ପକ୍ଷୀ କହିଲା, ଭାଇ, ସାପ ଶୋଇବା ପାଇଁ ରାତି ପ୍ରସ୍ତୁତ କରାଯାଇଛି। ଦିନରେ ଶୋଇବା ପରିବର୍ତ୍ତେ ଯାଇ କିଛି କାମ କରିବା ଭଲ। ଏହା ଶୁଣି ସାପ କହିଲା, ଆପଣ କେବେ ସାପ କାମ କରୁଥିବାର ଦେଖିଛନ୍ତି କି? ଏହା ଶୁଣି ପକ୍ଷୀଟି ଟିକେ ଭୟଭୀତ ହେଲା। ଭାଇ, ତୁମେ ମୋତେ ଏବଂ ମୋ ପିଲାମାନଙ୍କୁ ଖାଇବାକୁ ଚିନ୍ତା କରୁଛ। ଏହା ଶୁଣି ସାପ ହସିବାକୁ ଲାଗିଲା ଏବଂ କହିଲା, ଆରେ ତୁମକୁ ଖାଇଲେ ମୋ ପେଟକୁ ଭରିବ ନାହିଁ। ଯାହା ବି ହେଉ, ମୁଁ ଏତେ ଛୋଟ ପଶୁ ଶିକାର କରେ ନାହିଁ। ସମୟ ଧୀରେ ଧୀରେ ଗତି କରୁଥିଲା। ଅନେକ ଦିନ ଧରି ସାପ କୌଣସି ଶିକାର ପାଇଲା ନାହିଁ। ସାପ ବହୁତ ଭୋକିଲା ଥିଲା। ଏଠାରେ ପ୍ରତିଦିନ ପକ୍ଷୀ ନିଜ ପିଲାମାନଙ୍କ ପାଇଁ ଶସ୍ୟ ଆଣିବାକୁ ଯାଇ ସେମାନଙ୍କୁ ଖାଇବାକୁ ଦେବା ପାଇଁ ଫେରି ଆସନ୍ତି। ତାଙ୍କର ପିଲାମାନେ ବହୁତ ଖୁସି ଥିଲେ। ଦିନେ ଯେତେବେଳେ ପକ୍ଷୀ ଶସ୍ୟ ଆଣିବାକୁ ଯାଉଥିଲା, ତାପରେ ସାପ ଭାବିଲା, ଆଜି କାହିଁକି ଏହାର ଉଭୟ ପିଲାଙ୍କୁ ଖାଇବି? ଏହା ଅନ୍ତତଃ ମୋ ପେଟକୁ ପୁରା ଭରିବ। ପିଲା ଦୁହେଁ ଦିନ ସାରା ଶବ୍ଦ ଜାରି ରଖନ୍ତି। ମୁଁ ମଧ୍ୟ ଏଥିରୁ ବଞ୍ଚିବି। ସାପ ଧୀରେ ଧୀରେ ଗଛର ଉଚ୍ଚ ଶାଖା ଆଡ଼କୁ ଗତି କରିବାକୁ ଲାଗିଲା। ସେ ସେହି ପିଲାମାନଙ୍କ ପ୍ରତି ଦୟା ଅନୁଭବ କରୁଥିଲା, କିନ୍ତୁ ସେ ମଧ୍ୟ ବହୁତ ଭୋକିଲା ଅନୁଭବ କରୁଥିଲା। ଯେତେବେଳେ ଉଭୟ ପିଲା ସାପ ସେମାନଙ୍କ ଆଡ଼କୁ ଆସୁଥିବାର ଦେଖିଲେ, ସେମାନେ ସତର୍କ ହୋଇଗଲେ। ଯେତେବେଳେ ସାପ ଶୋଇଲା, ତାପରେ ପକ୍ଷୀ ତାର ଉଭୟ ପିଲାଙ୍କୁ ଶିକ୍ଷା ଦେଲା ଯେ ଖାଦ୍ୟ ନ ପାଇଲେ ଏହି ଅଳସୁଆ ସାପ ତୁମକୁ ଖାଇବାକୁ ଚେଷ୍ଟା କରିପାରିବ। ସେଥିପାଇଁ ତୁମେ ଦୁହେଁ କିପରି ଉଡ଼ିବା ଜାଣିବା ଉଚିତ। ଉଭୟ ପିଲା କେବଳ ଏକ ସୁଯୋଗ ଖୋଜୁଥିଲେ। ଲାଗୁଥିଲା ଯେପରି ଏକ ସାପ ସେମାନଙ୍କ ଆଡ଼କୁ ଡେଇଁ ପଡ଼ୁଛି। ଉଭୟ ପିଲା ଉଡ଼ି ଅନ୍ୟ ଏକ ଗଛ ଉପରେ ବସିଥିଲେ। ସଠିକ ନ ଧରିବା ଅଭାବରୁ ସାପ ଖସିଗଲା। ସେ ଗୁରୁତର ଆହତ ହୋଇଥିଲେ। ସେ ସଠିକ ଭାବରେ ଗତି କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ। ନିକଟସ୍ଥ ଏକ ପକ୍ଷୀର ବସା ଖସି ପଡ଼ି ଭାଙ୍ଗି ଯାଇଥିଲା। କିଛି ସମୟ ପରେ ପକ୍ଷୀ ଶସ୍ୟ ସହିତ ଆସିଲା। ଯେତେବେଳେ ସେ ବସା ଭାଙ୍ଗିଥିବାର ଦେଖିଲେ, ସେ ଭାବିଲେ ଯେ ସାପଟି ତାଙ୍କ ଶିଶୁମାନଙ୍କୁ ଖାଇଛନ୍ତି। ବସା ମଧ୍ୟ ପଡ଼ିଛି। ପର୍ବତ ନିକଟରେ ଦୁଇ ବନ୍ଧୁ ଗଧିଆ ଓ ଓଟ ନଦୀ କୂଳରେ ରହୁଥିଲେ। ଓଟଟି ବହୁତ ସରଳ ଥିଲା ଏବଂ ଗଧିଆ ବହୁତ ଲୋଭୀ ଏବଂ ନିଷ୍ଠୁର ଥିଲା। ଦିନେ ଗଧିଆ ଦେଖିଲା କିଛି ପକ୍ଷୀ ଏବଂ ପ୍ରାଣୀ ନଦୀର ଅପର ପାର୍ଶ୍ୱରୁ ତରଭୁଜ ଖାଇବାକୁ ଆସୁଛନ୍ତି। ତାପରେ ଲୋଭ ତାଙ୍କ ଭିତରକୁ ଆସିଲା ଏବଂ ସେ ନିଜ ସାଙ୍ଗ ଓଟକୁ ଯାଇ କହିଲା, ଭାଇ, ନଦୀର ଅପର ପାର୍ଶ୍ୱରେ ଅନେକ ତରଭୁଜ ହେଇଛି। ଚାଲ ତରଭୁଜ ଖାଇବା ଏବଂ ଫେରି ଆସିବା। ଓଟ ତାଙ୍କ କଥାରେ ରାଜି ହୋଇ ତାଙ୍କୁ ପିଠିରେ ନେଇ ନଦୀ ପାର ହୋଇ ଏକ ତରଭୁଜ କ୍ଷେତକୁ ନେଇଗଲା। କ୍ଷେତରେ ତରଭୁଜ ବଡ଼ ହୋଇଥିବା ଦେଖିବା ମାତ୍ରେ ଗଧିଆର ପାଟିରୁ ନାଳ ଗଡ଼ିଲା
ଏବଂ ସେ ଶୀଘ୍ର କ୍ଷେତକୁ ଡେଇଁ ପଡ଼ି ତରଭୁଜ ଖାଇବା ଆରମ୍ଭ କଲା। ଅଳ୍ପ ସମୟ ମଧ୍ୟରେ ଗଧିଆର ପେଟଟା ପୂର୍ଣ୍ଣ ହେଲା ଏବଂ ତାଙ୍କ ସାଙ୍ଗ ଓଟ ତଥାପି ତରଭୁଜ ଖାଉଥିଲେ। ତାପରେ ଗଧିଆ ଭାବିଲା ଯେ ତାଙ୍କ ପେଟଟା ହୁତ ବଡ଼, ସେ ଗୋଟିଏ ଦିନରେ ସମସ୍ତ ତରଭୁଜ ଖାଇବେ ଏବଂ ତାପରେ ଆମେ ପାଇବୁ ନାହିଁ। ଦୁଶ୍ଚିନ୍ତା ତାଙ୍କ ମନକୁ ଆସିଲା। ସେ ତରଭୁଜ ଭାଙ୍ଗିବା ଆରମ୍ଭ କରି ଫିଙ୍ଗିଦେଲେ ଏବଂ ନାଚିବା ଏବଂ ଆନନ୍ଦରେ ଚିତ୍କାର କରିବାକୁ ଲାଗିଲେ। ଯେତେବେଳେ ଓଟଟାଏ ପରି କରିବାକୁ ମନା କଲା, ଗଧିଆ କହିଲା, ଖାଇବା ପରେ ପାଟି କରି ନାଚିବାର ଆରମ୍ଭ କଲା। ତାପରେ ଗଧିଆର ପାଟି ଶୁଣି ଚାଷୀ ପାଖ ପଡ଼ିଆରୁ ଆସି ଓଟକୁ ପିଟିବା ଆରମ୍ଭ କଲା। ଏହା ଦେଖି ଗଧିଆ ଶୀଘ୍ର ଦୌଡ଼ି ପଳାଇ ନଦୀ କୂଳରେ ଅଟକି ଗଲା। ମାଡ଼ ଖାଇ ସାରିବା ପରେ ଓଟ କୌଣସି ପ୍ରକାରେ ନଦୀ କୂଳରେ ପହଞ୍ଚିଥିଲା। ବର୍ତ୍ତମାନ ଦୁହେଁ ନଦୀ ପାର ହୋଇ ଯାଉଥିଲେ ଯେତେବେଳେ ଓଟ ନଦୀ ପାଖରେ ବସିବା ଆରମ୍ଭ କଲା। ପିଠିରେ ବସିଥିବା ଗଧିଆ କହିଲା, ଭାଇ ତୁମେ କ'ଣ କରୁଛ? ଓଟକୁ କହିଲା, ମୋର ଖାଦ୍ୟ ଖାଇବା ପରେ ପାଣିରେ ବସିବାର ଅଭ୍ୟାସ ଅଛି ଏବଂ ସେ ପାଣିରେ ବସି ମଧ୍ୟ ଶୋଇବାକୁ ଲାଗିଲା। ପାଣିରେ ଭାସୁଥିବା ବେଳେ ଗଧିଆ ବହୁତ କଷ୍ଟରେ କୂଳରେ ପହଞ୍ଚି ତାଙ୍କ କାର୍ଯ୍ୟକଳାପ ପାଇଁ ଅନୁତାପ କରିବାକୁ ଲାଗିଲା।